এই টাইপ ର କଳାକାର ମାନଙ୍କୁ ମୁଁ ତ କହିବି ଷ୍ଟ୍ରିକ୍ଟଲି ଆପଣ ବ୍ୟାନ୍ କରନ୍ତୁ। ଏମାନଙ୍କୁ ନା ୟୁଟ୍ୟୁବରେ ଆପଣ ଇଏ ଦିଅନ୍ତୁ ନା ସୋସିଆଲ ମିଡିଆରେ ନା କୋଉଥିରେ ଦିଅନ୍ତୁ। ରଖିଛି ମୁଁ ଏବେ ଗୋଟେ ସୋସିଆଲ ମିଡିଆରେ ଦେଖିଥିଲି ସେ ତାଙ୍କ ସହିତ ଗୋଟେ କୋ ଆର୍ଟିଷ୍ଟ କାମ କରୁଥିଲା ସିଏ ବି ସେଇଟା କହିଥିଲା ମୋର ଗୁଲୁ ଆମ ପଛରେ ପଡ଼ିଥିଲେ ଆମେ ମାନେ ସମସ୍ତେ ବି ଦେଖିଛନ୍ତି ଆପଣମାନେ ବି ସମସ୍ତେ ଦେଖିଛନ୍ତି ତ ସେଇଟା ବିଷୟରେ ମୁଁ କିଛି କହିବାକୁ ଚାହୁଁନି ଗୋଟେ ଜିନିଷ ହେଉଛି ଗୋଟେ ଆପଣ ଏଇଟା କହିବା ନିହାତି ଦରକାର କି ଗୋଟେ ନାରୀକୁ ସେତିକି ସମ୍ମାନ ଦିଆଯାଉ ତାର ହକ୍ ତାକୁ ମିଳୁ ସମାଜକୁ ଦେଖନ୍ତୁ ଆଜିକାଲି ଡେଟ୍ରେ ଆମେ ଝିଅମାନେ ଭାବୁଛୁ ଆମେ ଆଉ ମ୍ୟାରେଜ୍ କରିବୁନି ଏକ୍ଜାକ୍ଟଲି କାରଣ ଏଇ ଯେଉଁ ସିଚୁଏସନ୍ ସବୁ ହେଉଛି ପୁଅମାନେ ଯାଇକି ଅଲଗା ଝିଅମାନଙ୍କ ସହିତ ଆଫାୟାର କରୁଛନ୍ତି ତାଙ୍କୁ ହୋଟେଲ ନେଇକି ଯାଉଛନ୍ତି ଯେଉଁ ସବୁ ଜିନିଷ ହେଉଛି ମାନେ ଆଜିକାଲି 90% ଝିଅ ଆପଣ ଯାହାକୁ ପଚାରିବେ ସେମାନେ ମ୍ୟାରେଜ୍ ପାଇଁକା ମାନେ କହୁନାହାନ୍ତି କି ଆମେ ମ୍ୟାରେଜ୍ କରିବୁ ବୋଲି ମୁଁ କାଜଲ ରାଉତ ଆକ୍ଚୁଆଲି ମୁଁ ତ ସେ ଦୁଇ ଜଣଙ୍କର ବଡ଼ ଫ୍ୟାନ୍ ହଁ ଫାର୍ଷ୍ଟ ଅଫ୍ ଅଲ୍ ମୁଁ ସୋସିଆଲ ମିଡ଼ିଆରୁ ଜାଣିଛି ତାଙ୍କୁ ପର୍ସନାଲ ତାଙ୍କ ସହିତ କାମ ବି କରିଛି ଏମିତିକି ତ ଏବେ ଯେଉଁ ଜିନିଷଟା ଚାଲିଛି ଆକ୍ଚୁଆଲି ଗୋଟେ ଝିଅ ସେ କେବେ ଚାହିଁନି କି ଗୋଟେ ପୁଅଠୁ ଅଲଗା ହେଇକି ରହିବ ବୋଲି ଆଜି ତାର ହଜବେଣ୍ଡ ସେ ଥିଲେ ତ ଏଇ ଯେଉଁ କଣ୍ଟ୍ରୋଭର୍ସି ଚାଲିଛି ତ ମୋତେ ବି ବହୁତ ସକ୍ ଲାଗୁଥିଲା ମୁଁ ଯେତେବେଳେ ଦେଖିଲି ସୋସିଆଲ ମିଡ଼ିଆରେ କି ଏସବୁ ଜିନିଷ ଚାଲିଛି ଯାହା ବି ହେଉଛି ତ ଗୋଟେ ଗୋଟେ ପୁଅକୁ ସେ ମୁଁ ଦେଖିଲି ସବୁ ମାନେ ପଇସା ପତ୍ର କଥା ହେଇଛନ୍ତି ଯାହା ବି ହେଇଛନ୍ତି ତ ସେ ଗୋଟେ ଝିଅର ଜୀବନ ନଷ୍ଟ କରୁଛନ୍ତି ସେ ଯିଏ ବି ଆଜି ମୁଁ ଗୋଟେ ନାରୀ ହିସାବରେ କହିବି ହଁ ଗୋଟେ ନାରୀର ନାରୀତ୍ୱ ଯଦି ସେ ଗୋଟେ ଖରାପ କରିଛନ୍ତି ତ ତାଙ୍କୁ ସେ ଆଲିମନି ନିହାତି ଦେବା ଦରକାର ঠিক ଅଛି ତ ଏଇ ଜିନିଷଟା ସର୍ଟ ଆଉଟ୍ କରନ୍ତୁ ତ ତାଙ୍କ ପଇସା ପତ୍ର ଯାହା ବି ନେଇଛନ୍ତି ଯାହା ବି କରିଛନ୍ତି ସେ ତାଙ୍କୁ ଦିଅନ୍ତୁ ଦେଇ ସାରିଲା ପରେ କାମ ଖତମ କରନ୍ତୁ ଆଉ ଏଇସବୁ କହିକି ମୋତେ ଧମକ ଦେଉଛନ୍ତି ଇଏ ଦେଉଛନ୍ତି ଏସବୁ ବହୁତ କଣ୍ଟ୍ରୋଭର୍ସି ହେଉଛି ଆକ୍ଚୁଆଲି ତ ଏଇସବୁ ଜିନିଷ ଉପରେ ଆପଣମାନେ କ'ଣ କହିବାକୁ ମୁଁ ତ ଆପଣମାନେ ବି ଦେଖୁଛନ୍ତି ମୁଁ ବି ତ ଦେଖୁଛି କାହିଁକି ସ୍ୱାମୀର ସମ୍ମାନ ରଖିଥିଲା ବୋଲିକି ସେ ତ ଆଜି ପର୍ଯ୍ୟନ୍ତ ସେ ଚୁପ୍ ଥିଲେ ନା ତ ଚୁପ୍ ଥିଲେ ତ ସେ ଜଣେ ଗୋଟେ ଝିଅ ଏତେ ଦିନ ସହିଲା ପରେ ତ ଆଜି ମୁହଁ ଖୋଲିଛନ୍ତି ତ କ'ଣ ପାଇଁ ଖୋଲିଛନ୍ତି ସେ ଏକ୍ଜାକ୍ଟଲି ତ ରଖିଛନ୍ତି ମୁଁ ଏବେ ଗୋଟେ ସୋସିଆଲ ମିଡ଼ିଆରେ ଦେଖିଥିଲି ସେ ତାଙ୍କ ସହିତ ଗୋଟେ କୋ ଆର୍ଟିଷ୍ଟ କାମ କରୁଥିଲା ସିଏ ବି ସେଇଟା କହିଥିଲା ମୋର ଗୁଲୁ ଆମ ପଛରେ ପଡ଼ିଥିଲେ ଆମେ ମାନେ ସମସ୍ତେ ବି ଦେଖିଛନ୍ତି ଆପଣମାନେ ବି ସମସ୍ତେ ଦେଖିଛନ୍ତି ତ ସେଇଟା ବିଷୟରେ ମୁଁ କିଛି କହିବାକୁ ଚାହୁଁନି ଗୋଟେ ଜିନିଷ ହେଉଛି ଗୋଟେ ଆପଣ ଏଇଟା କହିବା ନିହାତି ଦରକାର କି ଗୋଟେ ନାରୀକୁ ସେତିକି ସମ୍ମାନ ଦିଆଯାଉ ତାର ହକ୍ ତାକୁ ମିଳୁ ନାଇଁ ମୁଁ ଗୁଲୁଆଙ୍କ ସହିତ କିଛି କାମ କରିନି ଆଜି ନା ମୁଁ ବର୍ଷାଙ୍କ ସହିତ କାମ କରିଛି ନା ମୁଁ ଗୁଲୁଆଙ୍କ ସହିତ କାମ କରୁଛି ମୁଁ କାହା ସହିତ କିଛି କାମ କରିନି ঠিক ଅଛି ବର୍ଷା ଆଜି ସେ ମୋର ବହୁତ ହି ଭଲ ବନ୍ଧୁ ବନ୍ଧୁ ମତଲବ ସେ ମୋର ଆକ୍ଚୁଆଲି ଆଜି କ୍ଲାଇଣ୍ଟ ମାନେ ଏତେ ଦିନ ହେଲାଣି ମାନେ ଆଜିକି ମୁଁ ତାକୁ 2-3 ଇୟର୍ସ ହେଲାଣି ଜାଣିଲିନି ସେ ଯେତେବେଳେ ଆପଣ ପାଖରୁ ଜାଣିଲେଣି ତାଙ୍କୁ ପାଖରୁ ବର୍ଷାଙ୍କର ନେଚର କେମିତି ବର୍ଷା କେତେ କୋଅପରେଟିଭ କେମିତି ସେ ବହୁତ କୋଅପରେଟିଭ ମୁଁ ତ ଆଜି ପର୍ଯ୍ୟନ୍ତ ଜାଣିନଥିଲି ତାଙ୍କ ସହ ଏସବୁ ପ୍ରୋବ୍ଲେମ ଯେତେବେଳେ ମୁଁ ପଚାରେ କି ତମେ କେମିତି ଅଛ କ'ଣ ଅଛି ସେ ହସିକି ମଜାକରେ ସବୁ ଜିନିଷ ସେ କୁହନ୍ତି ହଁ ଏବେ ରିସେଣ୍ଟ ଯେତେବେଳେ ଜାଣିଲି ସେ ଏସବୁ ଜିନିଷରେ ମୁଁ ତାଙ୍କୁ ପଚାରିଲା ପରେ ସେ କହିଲେ ନାଇଁ ଦିଦି ସବୁ ଠିକ୍ ଅଛି କିନ୍ତୁ ମୋତେ ସୋସିଆଲ ମିଡ଼ିଆରୁ ଜଣାପଡ଼ିଲା ଏସବୁ ଜିନିଷ ଚାଲିଛି ନାଇଁ 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 ସେ କେବେ ସେମିତି ହୁଅନ୍ତିନି ମାନେ କେବେ ପ୍ରେଜେଣ୍ଟ କରିନାହାନ୍ତି କି ମୁଁ ଦୁଃଖରେ ଅଛି ନାଇଁ କେବେ ନାଇଁ ନାଇଁ ମୁଁ ତ ଜାଣିବାକୁ ଚେଷ୍ଟା ହିଁ କରିନି କେବେ କରିନି ସମାଜକୁ ଦେଖନ୍ତୁ ଆଜିକାଲି ଡେଟ୍ରେ ଆମେ ଝିଅମାନେ ଭାବୁଛୁ ଆମେ ଆଉ ମ୍ୟାରେଜ୍ କରିବୁନି ଏକ୍ଜାକ୍ଟଲି କାରଣ ଏଇ ଯେଉଁ ସିଚୁଏସନ୍ ସବୁ ହେଉଛି ପୁଅମାନେ ଯାଇକି ଅଲଗା ଝିଅମାନଙ୍କ ସହିତ ଆଫାୟାର କରୁଛନ୍ତି ତାଙ୍କୁ ହୋଟେଲ ନେଇକି ଯାଉଛନ୍ତି ଯେଉଁ ସବୁ ଜିନିଷ ହେଉଛି ମାନେ ଆଜିକାଲି 90% ଝିଅ ଆପଣ ଯାହାକୁ ପଚାରିବେ ସେମାନେ ମ୍ୟାରେଜ୍ ପାଇଁକା ମାନେ କହୁନାହାନ୍ତି କି ଆମେ ମ୍ୟାରେଜ୍ କରିବୁ ବୋଲିକି ହଁ ତ ଏଇସବୁ କାହିଁକି ବନ୍ଦ କରାଯାଉନି ଏକ୍ଜାକ୍ଟଲି ଆଜିକାଲି ଆପଣ ଜାଣିଥିବେ କାଷ୍ଟିଂ ହେଉଛି ଏସବୁ ଜିନିଷରେ ବହୁତ ସାରା କଣ୍ଟ୍ରୋଭର୍ସି ଚାଲିଛି ତ ସେଇଟା ତ ଆପଣ ସମସ୍ତେ ଜାଣିଥିବେ ମୁଁ ବି ଜାଣିଛି ତ ଏଇସବୁ ଜିନିଷ କ'ଣ ପାଇଁକା ଜଣେ ଯଦି ଜଣଙ୍କ ସହିତ ଯଦି ହାତ ଧରିକି ସେ ବାହା ହେଇଛି ତ ସେ ତା ସହିତ ଲୟାଲିଟି ରହୁନା ତା ସହିତ ତ ଏଇସବୁ ଜିନିଷ କ'ଣ ପାଇଁକା ଚାଲିଛି ସେଇଟା ତ ରଙ୍ଗ ନା ସେଇଟା ହିଁ ରଙ୍ଗ ଯଦି ଆମେ ଆମ ସ୍ତ୍ରୀ ସହିତ ରିଲେସନ୍ ଖରାପ ଅଛି ତ ଆମେ ତାକୁ ଚାହିଁବା ସୁଧାରିବା ପାଇଁ ତ ଆମେ ନାଇଁ କି ଅଲଗା ଗୋଟେ ଝିଅ ସହିତ ଯାଇକି ଆଫାୟାର କରିବା କି ଅଲଗା କିଛି କରିବା এটা ବହୁତ ବ୍ୟାଡ୍ ଇମ୍ପ୍ରେସନ୍ ମତଲବ ଦୁନିଆ ପାଇଁକା ସେଇଟା ଆମକୁ ଭଲ ଲାଗେନି ଏଇ ଟାଇପ୍ର କଳାକାରମାନଙ୍କୁ ମୁଁ ତ କହିବି ଷ୍ଟ୍ରିକ୍ଟଲି ଆପଣ ବ୍ୟାନ୍ କରନ୍ତୁ ଏମାନଙ୍କୁ ନା ୟୁଟ୍ୟୁବରେ ଆପଣ ଇଏ ଦିଅନ୍ତୁ ନା ସୋସିଆଲ ମିଡ଼ିଆରେ ନା କୋଉଥିରେ ଦିଅନ୍ତୁ ସେଇଟା ଦେଖନ୍ତୁ ସେଇଟା ତ ତାଙ୍କ ଉପରେ ଡିପେଣ୍ଡ ନା ସେମାନେ କ'ଣ ଯୋଉଟା ଠିକ୍ ମୁଁ ସେଇଟା କହିବି କି ଭାଇ ଏସବୁ ଜିନିଷ ବନ୍ଦ କରାନ୍ତୁ ଯଦି ଆମେ ଗୋଟେ ଝିଅ ସହିତ ୟା ପୁଅ ସହିତ ଲୟାଲ ରହୁଛନ୍ତି ତ ଆମେ ତାଠୁ ଏକ୍ସପେକ୍ଟ କରୁଛନ୍ତି କି ସିଏ ବି ଆମ ସହିତ ଲୟାଲ ରହୁ ବୋଲିକି ବୁଝିପାରିଲେ ଆଉ ଯଦି ଆମେ ସିଏ ଯଦି ଆମକୁ ଚିଟ୍ କରିକି ଅଲଗା ସହିତ ଯାଉଛି ନିହାତି ଭାବରେ ଆମେ ଅଲଗା ରହିବୁ ତ ମୁଁ ଯେତିକି ଦେଖିଲି ତାଙ୍କର ଯେଉଁ ମାନେ ସୋସିଆଲ ମିଡ଼ିଆରେ ଯେତିକି ଆପଣଙ୍କର ବାଇଟ୍ ସେ ଦେଇଛନ୍ତି ତ ମୁଁ ଦେଖିଲି କି ବର୍ଷାଙ୍କର କିଛି ଭୁଲ ନାହିଁ କାରଣ ସବୁ ଜାଗାରେ ସେ ଗୁଲା କାନ୍ଦିକି ସେ ଏଇଟା କରିବା ସେଇଟା କରିବା ମୋତେ ମାରିଦେବାକୁ ଆରେ ଯଦି ତତେ ଡାକିଛନ୍ତି ପୋଲିସରେ ତ ଯାଇକି ସେଟା ତୁ ସରେଣ୍ଡର କରେ ନା ତ ଲୁଚିକି ପଳେଇକି ଗୋଟେ ରୁମ୍ ନେଇକି ମୁଁ ଦେଖିଲି ଗୋଟେ ରୁମ୍ ନେଇକି ବସିକି ସେଇଠି ଗୋଟେ କେଉଁ ରୁମ୍ରେ ଗୋଟେ ବୁକ୍ କରିକି କାନ୍ଦିକି ଗୀତ ଗାଇ ଏସବୁ ଡ୍ରାମା ମାନେ କ'ଣ ସେଇଟା କହିବାକୁ ଚାହୁଁଛନ୍ତି ହଁ ସେଇ ଜିନିଷଟା ମୋତେ ଯେତେବେଳେ ବି ବର୍ଷା ମ୍ୟାଡ଼ାମ୍ ଆସନ୍ତି ମୁଁ ଯେତେବେଳେ ତାଙ୍କୁ ଫାଷ୍ଟ କହିଥିଲି ଯେତେବେଳେ କି ମ୍ୟାଡ଼ାମ୍ ଆମର ଗୋଟେ ଭିଡ଼ିଓ ସୁଟ୍ କରିବା ଆଜି କ୍ଲାଇଣ୍ଟ ସେ
ଆମର ଗୋଟେ କୋଲାବରେସନ୍ କରିବା ମୋତେ କହିଥିଲେ କି ନାଇଁ ମ୍ୟାଡ଼ାମ୍ ମୁଁ ଭଲ ସୁନ୍ଦର ନୁହଁ ତ ମୁଁ ଆପଣଙ୍କର ଭ୍ୟୁଜ୍ ଯିବନି ମୁଁ କହିଲି କ'ଣ ପାଇଁ ମ୍ୟାମ୍ ଆପଣଙ୍କର ସୁନ୍ଦର ନୁହଁନ୍ତି ନାଇଁ ଏମିତି ମୋତେ ଆପଣ ଅଲଗା କାହାକୁ ଦେଖନ୍ତୁ ମୁଁ କହିଥିଲି ନାଇଁ ମ୍ୟାଡ଼ାମ୍ ଆପଣ ଯଦି କୋଲାବରେସନ୍ କରିବେ ତାହେଲେ ମୋର କୋଲାବରେସନ୍ ଆପଣ ଆସିକି କରନ୍ତୁ ଏକ୍ଜାକ୍ଟଲି ସେଇ ଜିନିଷଟା ମୁଁ ତାଙ୍କୁ ପଚାରି ବି ଥିଲି ଏଇ ଜିନିଷଟା କହିଲେ ନାଇଁ ଦିଦି ମୋତେ ବହୁତ ଲୋକ କୁହନ୍ତି ମାନେ ସେ କୁହନ୍ତିନି କି ଗୁଲୁଆ ନା ସେ ମୋତେ କହିଥିଲେ କି ଦିଦି ନାଇଁ ମୁଁ ଏମିତି ଭଲ ସୁନ୍ଦର ନୁହଁ ତ ସେଥିପାଇଁକା ମୋର ବହୁତ ସାରା ପ୍ରୋବ୍ଲେମ୍ ଅଛି ମୁଁ କରିବିନି ଟ୍ରୁଥ୍ ଏଇଟା ମୁଁ ଜାଣିଥିଲି ଏଇ ଜିନିଷଟା ହଁ ହଁ ଏଇଟା ମୁଁ ଜାଣିଥିଲି ସେ କହି ଯେତେବେଳେ ମୁଁ ତାଙ୍କୁ ପଚାରିଥିଲି କି କ'ଣ ହେଇଛି ଯେତେବେଳେ ବହୁତ ପୂର୍ବରୁ ଯାଇ ପଚାରିଲି କ'ଣ ପାଇଁ ତମକୁ ଏ ଜିନିଷ କହୁଥିଲ ନାଇଁ ଦିଦି ମୋର ନିଜ ସ୍ୱାମୀ ମୋତେ ଏଇସବୁ ଜିନିଷ କହିଛନ୍ତି ମୋତେ ନିଜକୁ ଭଲ ଲାଗୁନି ଜଣେଇଥିଲେ ଏଇ ଜିନିଷଟା ବହୁତ କାନ୍ଦି ବି ଥିଲେ ସେଦିନ ଯେତେବେଳେ ଏଇ ସବୁ କଥା ହେଇଥିଲା ମୁଁ ପଚାରିଲି କହିଲା କି ହଁ ଦିଦି ମୋତେ ଏଇ ଜିନିଷ ସେ କହିଥିଲେ ତ କାନ୍ଦି ବି ଥିଲେ ଏଇଟା ସବୁ ପୁଅଙ୍କର ହଉଛି ଗୋଟେ ଗୋଟେ କି ଦୋଷ ଏଟା କୁହନ୍ତି ସେଇଟା ତ ମୁଁ କହିପାରିବିନି ସେଇଟା ସବୁ ପୁଅଙ୍କୁ ଯେତେବେଳେ ଫାଷ୍ଟ ଲଭରେ ପଡନ୍ତି ନା ତାଙ୍କୁ ସବୁ ଯାକ ଅସୁନ୍ଦର ଝିଅ ସୁନ୍ଦର ଲାଗନ୍ତି ତାପରେ କିଛି ଦିନ ପରେ 2 ମାସରୁ 3 ମାସ ଗଲା ପରେ ତାପରେ ସବୁ ସେଇ ଝିଅ ପୁଣି ଅସୁନ୍ଦର ଲାଗେ ତାଙ୍କୁ ସବୁ ପୁଅ ସମାନ ନାହିଁ ଏଇଟା କିଛି କ୍ଷେତ୍ରରେ ମୋ ବାପା ଭାଇ ବି ଅଛନ୍ତି ମୁଁ ସେଇଟା କହିବିନି କିଛିଟା ପୁଅ ଅଛନ୍ତି ସଲ୍ୟୁସନ୍ ଗୋଟେ ଜିନିଷ ଦେଖନ୍ତୁ ମୁଁ ମୋ ନିଜକୁ ମୋ କ୍ୟାରିୟରକୁ ନେଇ ବହୁତ ଓରିଏଣ୍ଟେଡ୍ ଠିକ୍ ଅଛି ମୁଁ ମୋ ଟାଇମିଂ କାମକୁ ଦିଏ ଆଉ ଘରୁ ଏଇଠୁ ଯେତେବେଳେ ଯାଏ ଅଫିସରୁ ତ ମୁଁ ଘରେ ଯାଇକି ହିଁ ପହଞ୍ଚେ ମୁଁ ଅଲଗା କୋଉଠି ଯାଏନି ତ ସେଥିପାଇଁ ମୋତେ ଏଇସବୁ ବିଷୟରେ କିଛି ମାନେ ଇଏ କରିବାର ନାହିଁ ତ ଗୋଟେ ଜିନିଷ ହେଉଛି ଆପଣ ଯଦି ରିଲେସନ୍ କାହା ସହିତ ରଖୁଛନ୍ତି ତା ଭିତରେ ଭଲସେ ଜାଣନ୍ତୁ ଭଲସେ ଦେଖନ୍ତୁ ଭିତରକୁ ଯାଇକି ପଶିକି ତାପରେ ରିଲେସନ୍ କ୍ରିଏଟ୍ କରନ୍ତୁ ଏଇଟା ତ ମୁଁ କହିବି ଯଦି ଗୁଲୁଆ ବାବୁଙ୍କୁ କହିବି ଆପଣ ଗୋଟେ କାମ କରନ୍ତୁ ମାନେ ମୁଁ ଆଜି ଓପିନିଅନ୍ ଦଉଛି କି ଯଦି ଆପଣ ଗୋଟେ ଝିଅର ଜୀବନ ନଷ୍ଟ କରିଛନ୍ତି ତାଙ୍କୁ ତାଙ୍କ ଆଲିମେଣ୍ଟଟା ଦେଇ ଦିଅନ୍ତୁ ଆପଣ ଆପଣଙ୍କ ଲାଇଫରେ ଖୁସିରେ ରୁହନ୍ତୁ ଆଉ ବର୍ଷା ମ୍ୟାଡାମଙ୍କୁ ତାଙ୍କ ଲାଇଫରେ ଖୁସିରେ ରହିବାକୁ ଦିଅନ୍ତୁ ବାପାଙ୍କ ପଇସା ନା ସେଟା ତ ଦେଇ ଦିଅନ୍ତୁ ନା ବାପାଙ୍କ ପଇସା ଦେଲା ପରେ ବି ତ ଆଲିମେଣ୍ଟ ଦେବେ ନା ଆପଣ ତ ଏଡେ ବଡ଼ ସେଲିବ୍ରିଟି ଭାଇ ତ ଆପଣ ତ ଏତେ ପଇସା କମାଉଛନ୍ତି ତ ଆପଣ ତାଙ୍କୁ କାହିଁକି ଦଉନାହାନ୍ତି ପଇସା ଆପଣ ତ ଦେଇଥିଲେ କମ୍ ହେଇଯିବନି ନା ତ ଏଇସବୁ ଯୋଉ କଣ୍ଟ୍ରୋଭର୍ସିଆଲ ଆପଣଙ୍କର ସୋସିଆଲ ମିଡ଼ିଆରେ ଇଏଟା ବଢିଲା ନା କମିଲା ଜିନିଷଟା